ଜଣକ ଘରର ଛାତ ଉପରକୁ ଚଢି ଯାଇଛି। କୋଉଠି ଚଢିଛି? ଛାତ ଉପରକୁ ଯୋଉ ଚଢିଛି ତାକୁ ସେଠାରେ ଆଉ କିଛି ଖାଇବାକୁ ମିଳିନି। କଣ ମିଳିନି? ଛାତ ଉପରେ କଣ ଖାଇବା ରଖାଯାଏ କି? ନାଇଁ, ତାକୁ ପ୍ରବଳ ଭୋକ ହେଇଯାଇଥାଏ। ସେଇ ଫଳରେ ସେ ଛାତ ଉପରକୁ ଚଢିଗଲା। ହେଲେ ସେଠି ତ ଖାଇବାକୁ କିଛି ମିଳିଲାନି। ମିଳିଲା ଗୋଟିଏ ଭଙ୍ଗା ଚଷମା। କଣ ମିଳିଲା? ସେହି ଚଷମାଟାକୁ ସେ ପାଇଲା ମାତ୍ରେ ଖୁସିରେ କଣ କଲା? ପିନ୍ଧି ପକାଇଲା। କିଏ ପିନ୍ଧିଲା? ହେଲେ ଚଷମାଟାକୁ ସିଏ ବାଉଳାରେ ଓଲଟିକିରି ପିନ୍ଧି ପକେଇଛି। କଣ ପିନ୍ଧିଛି? ସେ ଯେତେବେଳେ ଚଷମାଟାକୁ ପିନ୍ଧି ପକେଇଛି ତାକୁ ସବୁ, ସେ ତ ଚଷମା ଓଲଟା ପିନ୍ଧିଛି, ତାକୁ ସବୁ ଓଲଟା ଓଲଟା ଦେଖାଯାଇଛି। ହେଲେ ସିଏ କୋଉଠି ଥିଲା କହିଲ? ଛାତ ଉପରେ। ଛାତ ଉପରେ ଚଷମାଟା ପିନ୍ଧିକି ଯେତେବେଳେ ତଳକୁ ଚାହିଁଛି ସେ କଣ ଦେଖିଛି? ମାଟି ଗୁଡାକ ସବୁ ଉପରେ ଅଛି। ମାଟି ଗୁଡାକ କୋଉଠି ଅଛି? ଉପରେ ଅଛି। କୋଉଠି କହିଲେ? ସେ ଭାବିଲା କଣ ମୁଁ ଆଜି ତଳେ ଅଛି, ମାଟି ଉପରେ ଅଛି। ହେଲା, କିଏ ଉପରେ ଅଛି? ମାଟି। ପୁଣି ଆକାଶକୁ କିଛି ସମୟ ପରେ ଚାହିଁଲା। କୋଉଠିକି ଚାହିଁଲା? ଆକାଶ। କଳା ମେଘ ଗୁଡାକ ସେ ଭାବିଲେ କି କଳା ମେଘ ଗୁଡାକ କଣ ତଳେ ଅଛନ୍ତି, ମୁଁ ଉପରେ ଅଛି। କାହିଁକି ଏମିତି ଭାବିଲା କହିଲ? ଯେହେତୁ ସେ ଚଷମାଟି ଓଲଟା ପିନ୍ଧିଥିଲା। ହେଲା, ସେ ଭାବିଲେ କି ଆରେ ବା, ମୁଁ ଆଜି ଆକାଶରେ ଅଛି, ମେଘମାନେ ସବୁ ତଳେ ଅଛନ୍ତି। ଏମିତି ଭାବି ସେ ଦୁଲୁକିନା ଡେଇଁ ପଡିଲା ମେଘ ପାଖକୁ। ମେଘ ଯେହେତୁ ତଳେ ଅଛି ବୋଲି ଭାବିଲା, ସେ କଣ ହେଇଛି? ଗୋଟେ କୁଦା ମାରିକି ତଳକୁ ଡେଇଁ ପଡିଛି। ଡେଇବା ଫଳରେ ସେ ପଡି ଯାଇଛି। ମେଘ କଣ ତଳେ